ଯାଇ କିଣିକି ଆଣ। ହଉ ମୁଁ ଯାଉଛି ବଜାରକୁ, ଡଙ୍ଗା ନେଇକି ଆସୁଛି। ସେ ଟୋକା କୁଆଡେ ଗଲା କେଜାଣି, ସେ ଥିଲେ ବଜାରକୁ ଯାଇଥାନ୍ତା। ହଉ ଛାଡ, ମୁଁ ଯାଉଛି। ପୁଅ ଲକି, ତୁ ଯା ଆଉ ମୋ ପାଇଁ ଡଙ୍ଗା କିଣିକି ଆଣ। ମା, ଡଙ୍ଗା କଣ କରିବ? ତମେ କଣ ନଈରେ ଡଙ୍ଗା ଚଲେଇବ ନା କଣ? ନାଇଁ ପୁଅ, ସେ କଥା ନୁହେଁ। କାଲି କାର୍ତ୍ତିକ ପୂର୍ଣ୍ଣିମା, ତେଣୁ ଆମେ ସମସ୍ତେ କାଲି ଡଙ୍ଗା ଭସେଇବୁ। ସେଥିପାଇଁ ତୁ ଯା ଆଉ ବଜାରରୁ ଡଙ୍ଗା କିଣିକି ଆଣ। ହଉ ମା, ମୁଁ ଯାଉଛି। ପୁଅ, ବେଶୀ ଟଙ୍କା ବାଲା ଡଙ୍ଗା ଆଣିବୁନି, ଅଳ୍ପ ଟଙ୍କା ବାଲା ଡଙ୍ଗା ଆଣିବୁ। ହଉ ମା, ଠିକ ଅଛି। ମୁଁ ଏଇ ଗଲି ଆଉ ଏଇ ଆସିଲି। ଏମିତି କହି ଲକି ସେଠୁ ବଜାରକୁ ଗଲା। ବାଟରେ ଗଲା ବେଳେ ତାର ମୁନା ସହ ଦେଖା ହେଲା। ଆରେ ଲକି, ତୁ କୁଆଡେ ଯାଉଛୁ? ମୁଁ ଡଙ୍ଗା କିଣିବାକୁ ବଜାରକୁ ଯାଉଛି, ଆସୁନୁ ଯିବା। ଆରେ ଡଙ୍ଗା ତୋର କଣ ହେବ? ତୁ କଣ ଡଙ୍ଗା ଆଣି ରାମୋଜାଙ୍କ ଗଡିଆକୁ ମାଛ ଧରିବାକୁ ଯିବୁ ନା କଣ? ଆରେ ବୋକା, କାଲି ପରା କାର୍ତ୍ତିକ ପୂର୍ଣ୍ଣିମା, ଆଉ କାଲି ସବୁ ମା ଚଢେଇ ମାନେ ନଈରେ ଡଙ୍ଗା ଭସେଇବେ। ସେଥିପାଇଁ ମୁଁ ଯାଉଛି ମୋ ମା ପାଇଁ ଡଙ୍ଗା କିଣିକି ଆଣିବି। ଆରେ ମୋ ମାର ତ ବି ଡଙ୍ଗା ଦରକାର ଥିବ। ଚାଲ, ଦି ଜଣ ଯାକ ଡଙ୍ଗା କିଣିବାକୁ ଯିବା। ହଁ ହଁ, ଚାଲ ଯିବା। ଏହାପରେ ସେମାନେ ଡଙ୍ଗା କିଣିବାକୁ ବଜାରକୁ ଗଲେ। ସେହି ଜଙ୍ଗଲରେ ରହୁଥାଏ ମିନୁ ମାଉସୀ। ମିନୁ ମାଉସୀ ଥିଲା ବହୁତ ରାଗି। ଆର ବର୍ଷ ଏ ଚଢେଇ ମାନେ ମୋ କଦଳୀ ଗଛ ଗୁଡିକ କାଟି ନେଇ ଯାଇଥିଲେ, ଆଉ ସେଥିରେ ଡଙ୍ଗା ତିଆରି କରି ନଈରେ ଭସେଇଲେ। ମୋର ସେଥରଟା ବହୁତ କଦଳୀ ଗଛ ନଷ୍ଟ ହେଇଯାଇଥିଲା, ଆଉ ମତେ ବହୁତ ଲସ୍ ବି ହେଇଥିଲା। ହେଲେ ଏଥରଟା ମୁଁ ସେମାନଙ୍କୁ ଛାଡ଼ିବିନି। ଏପଟେ ଲକି ଓ ମୁନା ଆସି ବଜାରରେ ପହଞ୍ଚିଲେ। ବଜାରରେ ପହଞ୍ଚି ଦେଖିଲେ ବଜାରରୁ ସବୁ ଡଙ୍ଗା ସରିଯାଇଛି, ଆଉ ମାତ୍ର ଗୋଟିଏ ଦୋକାନରେ ହିଁ ଡଙ୍ଗା ଅଛି। ମଉସା, ଏ ଡଙ୍ଗା କେତେ ଟଙ୍କା? ଏ ଡଙ୍ଗା 50 ଟଙ୍କା, ଆଉ ଏ ବଡଟା 100 ଟଙ୍କା। ସବୁ ଡଙ୍ଗା ସରିଗଲାଣି, ଏଇ ମାତ୍ର 2ଟି ଡଙ୍ଗା ହିଁ ଅଛି। ମଉସା, ଏତେ ଟଙ୍କା କଣ କହୁଛ ମ? ଏ ଛୋଟ ଡଙ୍ଗା ତ କଦଳୀ ଗଛରେ ତିଆରି ହେଇଛି, ଏଇଟାକୁ ତୁମେ 20 ଟଙ୍କା ନଉନ? ପୁଅ, ଗାଁରୁ ଆଇଛୁ ବୋଧେ, ସେଥିପାଇଁ ତତେ ଏ ଡଙ୍ଗା ଏତେ ଟଙ୍କା ଲାଗୁଛି। ନବୁ ଯଦି ନେ, ନହେଲେ ଯା, ଏଠୁ ପଳା। ଆରେ ଏ ଡଙ୍ଗା ତ ବହୁତ ସହଜରେ ତିଆରି ହେଇଯିବ। ମୁଁ ଗତ ବର୍ଷ ମୋ ମାଙ୍କ ପାଇଁ ଏମିତି ଡଙ୍ଗା ତିଆରି କରିଦେଇଥିଲି। ଲକି, ଚାଲ ଯିବା ଆଉ ଡଙ୍ଗା ତିଆରି କରିବା। ଆମେ ଏଠୁ ଡଙ୍ଗା କିଣିବାନି। ଆରେ ଡଙ୍ଗା ତିଆରି ପାଇଁ କଦଳୀ ଗଛ ଦରକାର। ଆମେ କଦଳୀ ଗଛ ଏବେ କୋଉଠୁ ପାଇବା ଯେ ଆମେ ଡଙ୍ଗା ତିଆରି କରିବା? ଆରେ ମିନୁ ମାଉସୀର ପରା କଦଳୀ ବାଡି ଅଛି, ଚାଲ ସେଠାକୁ ଯିବା ଆଉ କଦଳୀ ଗଛକୁ କାଟି ସେଥିରେ ଡଙ୍ଗା ତିଆରି କରିବା। ହଁ ହଁ, ଚାଲ ଯିବା। ଏହାପରେ ସେମାନେ ସେଠୁ ମିନୁ ମାଉସୀର ବାଡି ଆଡକୁ ଚାଲିଲେ। ଲକି, ଦେଖ, ସେଠି ମିନୁ ମାଉସୀ ସେପଟକୁ ମୁହଁ କରି ବସିଛି। ଚାଲ, ଆମେ ଧୀରିକିନା ଗୋଟେ ଗଛ କାଟିବା ଆଉ ସେଥିରେ ଡଙ୍ଗା ତିଆରି କରିବା। ହଁ ହଁ, ତୁ ଗଛ କାଟ, ମୁଁ ମିନୁ ମାଉସୀକୁ ଜଗିଛି। ଏହାପରେ ମୁନା ସଙ୍ଗେ ସଙ୍ଗେ ଗୋଟେ ଗଛ କାଟିଦେଲା। ଆରେ ଏ ବାଡି ଭିତରେ କିଏ ପଶିଛି ନା କଣ ମ? ହେ ନାଇଁ ନାଇଁ, ଏ ମାଙ୍କଡ ମାନେ ହିଁ ପଶିଥିବେ। କାହିଁ ଆଉ ଯିବି, ସେ ଦୁଷ୍ଟ ମାଙ୍କଡ ମାନଙ୍କୁ ଘୋଡେଇବାକୁ ଗଲେ ସେମାନେ ଆହୁରି ଡିଆଁ ଡେଇଁ କରିବେ। ମୁଁ ଯାଉଛି ଏଇଠି ଟିକେ ଶୋଇବି। ଲକି, ଚାଲ ଯିବା, ଏବେ ଆମର ଡଙ୍ଗା ତିଆରି ସରିଲା। ଜଲ୍ଦି ଜଲ୍ଦି ଏଠୁ ପଳେଇଲେ ଭଲ, ନହେଲେ ଯଦି ସେ ମିନୁ ମାଉସୀ ଆମକୁ ଦେଖିଦିଏ ନା, ତାହେଲେ ତ ବଡ ଅସୁବିଧା ହେଇଯିବ। ହଁ ହଁ, ଚାଲ ପଳେଇବା। ଏହାପରେ ସେମାନେ ସେଠୁ ଯିବାକୁ ଲାଗିଲେ। ହଠାତ୍ ପାଖରେ ଥିବା ଗୋଟେ କଣ୍ଟା ଗଛ ଲକି ଦେହରେ ବାଜିଗଲା ଓ ଲକି ବଡ ପାଟିରେ ଚିତ୍କାର କରିଦେଲା। ଆଲୋ ବୋଉଲୋ, ମରିଗଲି। ଏ କଣ୍ଟା ଗଛ ବି ମୋରି ଦେହରେ ଏତିକି ବେଳକୁ ବାଜିବାର ଥିଲା? ହଇରେ ଚୋର ଦଳ, ମୁଁ ଏଇଠି ଅଛି, ତମେ ମୋ କଦଳୀ ଗଛ କାଟି ସେଥିରେ ଡଙ୍ଗା ତିଆରି କରିସାରିଲଣି। ରୁହ, ଏବେ ତୁମକୁ ଦଉଛି ଧରିକି। ତୁ ଟିକେ ଦେଖିକି ଚାଲି ପାରୁନୁ? ଏବେ ଦେଖ, ସେ ବୁଢୀ ଆସିଲାଣି, ଏବେ ଆମକୁ ସେ ମାରିବ। ଏବେ ଆମେ କଣ କରିବା? ଆରେ ଓଲା, ଦୌଡେ ଏଠୁ। ତୁମେ ଆସ ଆଉ କେବେ, ତୁମକୁ ଧରି ଯଦି 2 କାଠି ନ ଦେଇଛି ମୋ ନା ମିନୁ ନୁହେଁ। ହଁ କାଳି, ବଜାରରେ ଡଙ୍ଗା ନାହିଁ, ଏବେ ଆମେ କଣ କରିବା? କିଛି ଚିନ୍ତା କରିବା ଦରକାର ନାହିଁ, ମୁଁ ଡଙ୍ଗା ନେଇ ଆସିଛି। ଆରେ ବା, ବଢିଆ ଡଙ୍ଗାଟା ତ ହେଇଛି, ମୋ ପୁଅ ସୁନା ପୁଅ।
ହେଲେ ପୁଅ ତୁ ଏ ଡଙ୍ଗା କୋଉଠୁ ଆଣିଲୁ? ମା, ଏ ଡଙ୍ଗା ମୁଁ ସେ ମିନୁ ମାଉସୀ ବାଡିରୁ କଦଳୀ ଗଛ କାଟି ସେଥିରେ ଡଙ୍ଗା ତିଆରି କରିଦେଲି। ଆରେ ପୁଅ, ତୁ ଏତେ ବଡ ଡଙ୍ଗା କାହିଁକି ଆଣିଲୁ? ଆଉ ଏ କେତେ ଟଙ୍କା ପଡିଲା? ମା, ଏ ଡଙ୍ଗା ମୁଁ କିଣିନି। ଏ ଡଙ୍ଗା ମୁଁ ସେ ମିନୁ ମାଉସୀ ବାଡିରୁ କଦଳୀ ଗଛ କାଟି ସେଥିରେ ଡଙ୍ଗା ତିଆରି କରିଦେଲି। ମା, ଏଇ ନିଅ ଏ ଡଙ୍ଗା। ଓ, ଏମିତି କଥା। ହଉ ହଉ, ହେଲେ ମନେ ରଖ, ଏମିତି ଭୁଲ ଆଉ କେବେ କରିବୁନି। ହଉ ମା, ଠିକ ଅଛି। ଏମିତି ସେଦିନ ରାତି ହେଲା। ଜଙ୍ଗଲର ଚଢେଇ ମାନେ ଭୋର 4ଟାରୁ ଯାଇ ନଈ କୂଳରେ ପହଞ୍ଚିଲେ। ମୋ ଡଙ୍ଗା ସବୁଠାରୁ ଆଗୁଆ ଗଲା। ହଁ କାଳି ଭଉଣୀ, ତୁମ ଡଙ୍ଗା ଆଗୁଆ ଯାଉଛି। ଆରେ ରୁହରେ ମୋ ପାଇଁ, ମୁଁ ଡଙ୍ଗା ବସେଇବି। ବାପରେ, ଏ ବୁଢୀ ତ ଏଠାକୁ ଡଙ୍ଗା ବସେଇବାକୁ ଆସିଲାଣି। ଇଏ ଯଦି ମତେ ଦେଖିଦବ ନା, ତାହେଲେ ବଡ ଅସୁବିଧା ହେଇଯିବ। ମିନୁ ମାଉସୀ ତରତର ହେଇ ନଈ କୂଳରେ ଆସୁଥାଏ। ହଠାତ୍ ତାର ଗୋଡ ଖସିଗଲା ଏବଂ ସେ ନଈ ଭିତରକୁ ଗଳି ପଡିଲା। ମାଲୋ, ମରିଗଲି। ଆରେ କିଏ ଅଛରେ, ମତେ ବଞ୍ଚାଅ। ହେ ପ୍ରଭୁ, ମିନୁ ମାଉସୀ ତ ପାଣିରେ ବୁଡିଗଲା। ମତେ ତ ପହଁରା ଆସିନି। ଲିଲି, ତୁ ଯା ଆଉ ମିନୁ ମାଉସୀକୁ ବଞ୍ଚା। କାଳି ଭଉଣୀ, ମତେ ବି ପହଁରା ଆସିନି। ମା, ବ୍ୟସ୍ତ ହୁଅନି, ମୁଁ ଯାଉଛି ମିନୁ ମାଉସୀକୁ ଉଦ୍ଧାର କରିବି। ଏମିତି କହି ମୁନ୍ନା ସଙ୍ଗେ ସଙ୍ଗେ ପାଣି ଭିତରକୁ ଡେଇଁ ପଡିଲା ଏବଂ ମିନୁ ମାଉସୀକୁ ପିଠିରେ ପକେଇ ପାଣି ଉପରକୁ ନେଇ ଆସିଲା। ଓହୋ, ଯାହା ହେଉ ବଞ୍ଚିଗଲି। ଧନ୍ୟବାଦ, ଧନ୍ୟବାଦ ମୁନ୍ନା। ତୁ ତ କାଲି ମୋ କଦଳୀ ଗଛ କାଟି ଚୋରି କାମ କରୁଥିଲୁ, ସେଥିପାଇଁ ମୁଁ ତତେ ଦଣ୍ଡ ଦେବା କଥା। ହେଲେ ତୁ ଆଜି ମୋ ଜୀବନ ବଞ୍ଚେଇ ସେ ଦଣ୍ଡରୁ ରକ୍ଷା ପାଇଲୁ। ମାଉସୀ, ତୁମେ ଜଲ୍ଦି ତୁମ ଡଙ୍ଗା ବସାଅ, ନହେଲେ ସକାଳ ହେଇଯିବ ଯେ। ହଁ ହଁ, ମୁଁ ଡଙ୍ଗା ବସଉଛି। ଏମିତି କହି ମିନୁ ମାଉସୀ ଡଙ୍ଗା ବସେଇଲା। ମଧୁବନ ଜଙ୍ଗଲରେ ଥିବା ନଈ କୂଳରେ ଟିକି ଚଢେଇ ଘର କରି ରହୁଥାଏ। ଟିକି ଚଢେଇ ତା ଘର ପାଖରେ ଗୋଟେ ଲିଚୁ କୋଳି ଗଛ ଲଗେଇଥାଏ। ସେଇ ଲିଚୁ ଗଛରେ ବହୁତ ସାରା ଲିଚୁ ଫଳିଥାଏ। ଲିଚୁ କୋଳି ବହୁତ ସ୍ୱାଦିଷ୍ଟ ହେଇଥିବାରୁ ନଈରେ ଥିବା ମାଛ ମାନେ ମଧ୍ୟ ସେଠାକୁ ଲିଚୁ କୋଳି ଖାଇବାକୁ ଆସନ୍ତି। ଦିନକର ଘଟଣା। ଥରେ ଟିକି ଚଢେଇ ତା ଘରେ ନଥାଏ। ଠିକ ସେଇ ସମୟରେ ଗୋଟେ ଚିଲ ବୁଲି ବୁଲି ଆସି ଲିଚୁ ଗଛ ପାଖରେ ପହଞ୍ଚିଲା ଏବଂ ସେଠୁ ଲିଚୁ କୋଳି ଖାଇବାକୁ ଲାଗିଲା। ଆରେ ବା, ଏ ଲିଚୁ କୋଳି ଗୁଡିକ ତ ବହୁତ ସ୍ୱାଦିଷ୍ଟ ହେଇଛି। ମୁଁ ଯଦି ଆଗରୁ ଜାଣିଥାନ୍ତି ଏ ନଈ କୂଳରେ ଲିଚୁ ଗଛ ଅଛି ବୋଲି, ମୁଁ ତ ପ୍ରତିଦିନ ଏଠାକୁ ଲିଚୁ ଖାଇବାକୁ ଆସନ୍ତି। ହଉ, ଯାଉଛି ଯିବି। ଏଥିରୁ କିଛି ଲିଚୁ କୋଳି ମୁଁ ମୋ ସ୍ତ୍ରୀ ପାଇଁ ନେଇଯିବି। ସେ ଏ ଲିଚୁ ଖାଇଲେ ବହୁତ ଖୁସି ହେବ। ଏମିତି କହି ଚିଲ ଲିଚୁ ଗଛରୁ କିଛି ଲିଚୁ ତୋଳିଲା ଓ ତାକୁ ନେଇ ଘରକୁ ଚାଲିଗଲା। ପାଖରେ ଥିବା ଗୋଟେ ମାଛ ଚିଲକୁ ଲିଚୁ କୋଳି ନବାର ଦେଖିଲା। ଆରେ, ଏ ଚିଲ ତ ଚୋରଟେ। ଟିକି ଚଢେଇ ନଥିବା ଦେଖି ସେ ତା ଗଛରୁ ଲିଚୁ କୋଳି ତୋଳି ନେଇଗଲା। ଆଜି ଆସୁ ଟିକି ଚଢେଇ, ମୁଁ ତାକୁ ସବୁ କଥା କହିବି। ଏମିତି କହି ମାଛଟି ସେଠୁ ପାଣି ଭିତରକୁ ଚାଲିଗଲା। ଏଇ ନିଅ ଭାଗ୍ୟବାନ, ଏ ଲିଚୁ କୋଳି ଖାଅ। ଆଉ କୁହ, ଏ ଲିଚୁ କୋଳି କେମିତି ଲାଗୁଛି? ଆରେ, ମତେ ତ ଲିଚୁ କୋଳି ଖାଇବାକୁ ବହୁତ ଭଲ ଲାଗେ। ରୁହ, ମୁଁ ଏବେ ୟାକୁ ଖାଇକି କହୁଛି ଏ କେମିତି ଲାଗୁଛି। ଏମିତି କହି ମିନୁ ଚିଲ ଲିଚୁ କୋଳି ଖାଇଲା। ଲିଚୁ କୋଳି ତାକୁ ବହୁତ ଭଲ ଲାଗିଲା। ଆରେ ବା, ଆଜି ତ ମଜା ଆସିଗଲା। ଡୋମା, ତମେ ଲିଚୁ କୋଉଠୁ ଆଣିଲ? ମୁଁ ୟାକୁ ସେ ନଈ କୂଳରୁ ଆଣିଛି। ସେ ନଈ କୂଳରେ ଗୋଟେ ହିଁ ଲିଚୁ ଗଛ ଅଛି, ଆଉ ଏ କୋଳି ସେଇଠି ହିଁ ଫଳିଥିଲା। ଡୋମା, ତମେ କାଲି ବି ମୋ ପାଇଁ ଏ କୋଳି ଆଣିବ। ମୋର ଏଇ ଲିଚୁ କୋଳି ଖାଇବାକୁ ବହୁତ ଇଚ୍ଛା ହେଉଛି। ହଁ ହଁ ଭାଗ୍ୟବାନ, ତମେ ଚିନ୍ତା କରନି। ମୁଁ ତୁମ ପାଇଁ କାଲି ଏ ଲିଚୁ କୋଳି ନେଇ ଆସିବି। ଏପଟେ ଟିକି ଚଢେଇ ଆସି ଘରେ ପହଞ୍ଚିଲା। ଓହୋ, ବାହାରେ କେତେ ଜୋରରେ ଖରା ହେଉଛି। ମୋର ତ ତଣ୍ଟିପାଟି ସବୁ ଶୁଖିଗଲାଣି। ଯାଉଛି, ଗଛରୁ ଗୋଟେ ଲିଚୁ କୋଳି ଖାଇବି। ଆଉ ଲିଚୁ କୋଳି ଖାଇସାରି ନଈରୁ ପାଣି ପିଇବି। ଏମିତି କହି ଟିକି ଚଢେଇ ସେଠୁ ଲିଚୁ ଗଛ ଆଡକୁ ଚାଲିଲା। ଆଉ ସେଠି ପହଞ୍ଚି ଦେଖିଲା ତା ଲିଚୁ ଗଛରେ ଗୋଟେ ହେଲେ ବି ଲିଚୁ କୋଳି ନାହିଁ। ଟିକି ଲିଚୁ ଗଛରେ ଲିଚୁ କୋଳି ନ ପାଇ ଆଶ୍ଚର୍ଯ୍ୟ ହେଲା। ଆରେ, ମୋ ଗଛରେ କଣ ଗୋଟେ ହେଲେ ବି ଲିଚୁ କୋଳି ନାହିଁ? କିଏ କଣ ସବୁ ଚୋରି କରି ନେଇଯାଇଛି ନା କଣ? କିଏ କିଏ ମୋ ସବୁ ଲିଚୁ କୋଳି ନେଇଛି? କିଏ କିଏ ନେଇଛି ମୋ କୋଳି?
ଟିକିର ପାଟି ଶୁଣି ମାଛ ପାଣି ଭିତରୁ ଉପରକୁ ଆସିଲା। ଟିକି ଟିକି, ତୋର ସବୁ କୋଳି ଗୋଟେ ଚିଲ ନେଇଛି। ସେ ଦୁଷ୍ଟକୁ ମୁଁ ଛାଡ଼ିବିନି। ସେ ଦୁଷ୍ଟକୁ ମୁଁ ଉଚିତ ଶିକ୍ଷା ଦେବି। ଆରେ ଦେଖୁନ, ମୋର ସବୁ ଲିଚୁ କୋଳି ତୋଳି ନେଇ ଯାଇଛି। ଟିକି, ତୁ ଯଦି ତାକୁ ଏଇ ଲିଚୁ କୋଳି କଥା ନ ପଚାରିବୁ ତାହେଲେ ସେ କାଲି ବି ଆସି ଏଠୁ ଲିଚୁ କୋଳି ନେଇଯିବ। ହଁ ମାଛ, ତୁ ଠିକ କହିଛୁ। ମୁଁ ଏବେ ହିଁ ସେ ଡୋମା ଚିଲ ପାଖକୁ ଯାଉଛି, ଆଉ ତାକୁ ଲିଚୁ କୋଳି କଥା ପଚାରିକି ଆସୁଛି। ଏମିତି କହି ଟିକି ଚଢ଼େଇ ଚିଲର ଘର ଆଡକୁ ଚାଲିଗଲା ଏବଂ ଟିକେ ସମୟ ପରେ ସେଠି ପହଞ୍ଚି ଚିଲକୁ ଲିଚୁ କୋଳି କଥା ପଚାରିଲା। ହଁ, ମୁଁ ଆଣିଛି ସେ ଲିଚୁ କୋଳି। ଆଣିଲାରୁ କଣ ହେଇଗଲା? ଡୋମା, ତୁ କୋଳି ଆଣିଲୁ କିଛି କଥା ନାହିଁ, ହେଲେ ତୁ ସେ ଗଛର ସବୁ କୋଳି କଣ ପାଇଁ ଆଣିଲୁ? ତୁ କଣ ଜାଣିନୁ ସେ ଗଛ ମୋର ବୋଲି? ଆଜି ତତେ କହିଦେଇ ଯାଉଛି, ଆଉ ଦିନେ ତୁ ମୋ ଗଛର କୋଳି ଆଣିବୁନି, ହେଲା? ଏ ଟିକି, ତୋର ତ ସାହସ କିଛି କମ ନୁହେଁ ମୁଁ ଦେଖୁଛି। ତୁ ମୋ ଘରକୁ ଆସି ମୋ ସ୍ୱାମୀକୁ ଧମକ ଦଉଛୁ। ରହ, ଏବେ ତତେ ଦଉଛି ପାନେ। ଏମିତି କହି ମିନୁ ଟିକିକୁ ମାରିବାକୁ ଆସିଲା। ଟିକି ମିନୁକୁ ଆସୁଥିବାର ଦେଖି ସେଠୁ ପଳେଇଲା। ଆରେ ଦେଖୁନ, ଏଡ଼ିକି ଟିକେ ଚଢେଇ ହବନି, ମୋ ଘରକୁ ଆସି ପୁଣି ମୋ ସ୍ୱାମୀକୁ ଧମକ ଦଉଛି। ସେ ତ ଏବେ ଚାଲିଗଲାଣି, ତମେ ଆଉ ରାଗନି। ଡୋମା, ତମେ କାଲି ସେ କୋଳି ଗଛରୁ କୋଳି ଆଣିବ, ଆଉ ଯଦି ସେ ଟିକି ତମକୁ କିଛି କୁହେ ତାହେଲେ ତମେ ମତେ କହିବ। ମୁଁ ତା ଥଣ୍ଟ ମେଲି ତା ଜିଭ ଭିଡ଼ି ଆଣିବି। ହଁ ହଁ, ମୁଁ ତାହା ହିଁ କରିବି। ତମେ ଆଉ ରାଗନି, ଆଉ ବସାରେ ଯାଇ ଶୋଇପଡ। ଏପଟେ ଟିକି ଧଇଁ ସଇଁ ହୋଇ ଘରେ ପହଞ୍ଚିଲା। ବାପରେ, ସେ ଡୋମାର ସ୍ତ୍ରୀ କେଡେ ଜଭର। ମୋ ଗଛରୁ ଲିଚୁ କୋଳି ଖାଇ ପୁଣି ମତେ ମାରିବାକୁ ଆସୁଛି। ଓହୋ, ବେଳା ଭଲ ମୁଁ ସେଠୁ ଚାଲି ଆସିଲି, ନହେଲେ ସେ ମିନୁ ମତେ ମାରି ଦେଇଥାନ୍ତା। ହେଲେ ଏବେ ମୁଁ କଣ କରିବି? କେମିତି ମୁଁ ଲିଚୁ କୋଳିକୁ ସେ ଚିଲ କବଳରୁ ବଞ୍ଚେଇବି? ହଁ, ଯାଉଛି ସେ ମାଛ ପାଖକୁ, ତା ପାଖରେ ନିଶ୍ଚୟ କିଛି ଉପାୟ ଥିବ। ଏମିତି କହି ଟିକି ଚଢ଼େଇ ନଈ କୂଳକୁ ଗଲା ଓ ନଈ କୂଳରେ ପହଞ୍ଚି ମାଛକୁ ଡାକ ଛାଡ଼ିଲା। ଟିକି ଚଢ଼େଇର ଡାକ ଶୁଣି ମାଛ ସେଠାକୁ ଆସିଲା। ଆରେ ମାଛ, କଣ କରିବା କହିଲୁ? ମତେ ଯାହା ଲାଗୁଛି ସେ ଦୁଷ୍ଟ ଚିଲ ଏଥର ପ୍ରତିଦିନ ଲିଚୁ କୋଳି ଖାଇବାକୁ ଆସିବ। ଏବେ ଆମେ କଣ କରିବା? ମୁଁ ତ ମାଛ, ମୁଁ କଣ ସେ ଚିଲ ସହ ଲଢେଇ କରିପାରିବି? ଆମେ ତାକୁ ବଳରେ ପାରିବାନି, କିନ୍ତୁ ଆମେ ତାକୁ ବୁଦ୍ଧିରେ ହରେଇ ପାରିବା। ଟିକି, ମୋ ପାଖରେ ଗୋଟେ ଭଲ ବୁଦ୍ଧିଟିଏ ଅଛି, ଯାହା ଦ୍ୱାରା ଆମେ ସେ ଚିଲକୁ ପାନେ ଦେଇପାରିବା। କଣ କଣ ସେ ଉପାୟ? ଏହା ପରେ ମାଛ ଟିକିକୁ କିଛି କହିଲା। ଟିକି ମାଛର କଥା ଶୁଣି ବହୁତ ଖୁସି ହେଲା। ଆରେ ବା, କି ସୁନ୍ଦର ଉପାୟଟିଏ। ମାଛ, ଏଇ ଉପାୟ କଲେ ନା ସେ ଚିଲ ତ ଚିଲ, ତା ସ୍ତ୍ରୀ ବି ବୁଦ୍ଧି ଶିଖିବ। ତାହେଲେ ଆଉ ଡେରି କାହିଁକି? ଟିକି, ତୁ ଯା, କାମରେ ଲାଗି ପଡ। ହଁ ମାଛ, ମୁଁ ଯାଇ କାମରେ ଲାଗି ପଡୁଛି। ମାଛ, ତୁ ନଈ ଭିତରୁ କିଛି ଗୋଡି ଆଣି ମତେ ଦେ, ଯାହା ଦ୍ୱାରା ମୋ କାମ ଜଲ୍ଦି ହେଇଯିବ। ହଁ ଟିକି, ମୁଁ ଏବେ ତତେ ଗୋଡି ଆଣିକି ଦଉଛି। ଏମିତି କହି ମାଛ ନଈ ଭିତରକୁ ଚାଲିଗଲା ଏବଂ ଟିକେ ସମୟ ପରେ ନଈ ଭିତରୁ ଛୋଟ ଛୋଟ ଗୋଡି ଆଣିକି ଟିକିକୁ ଦେଲା। ଟିକି ସେଇ ଗୋଡିରେ କିଛି ଦୂଷିତ ପଦାର୍ଥ ମିଶାଇ ଲିଚୁ କୋଳି ତିଆରି କଲା ଏବଂ ତାକୁ ନେଇ ସେ ଲିଚୁ କୋଳି ଗଛ ତଳେ ପକେଇଦେଲା। ଏଥର ମୋ କାମ ସରିଲା। କାଲି ସକାଳ ହେଲେ ସେ ଚିଲ ଏଠାକୁ ଆସିଲେ ମଜା ଚାଖିବ। ହଉ, ମୁଁ ଯାଉଛି ଏବେ ଶୋଇବି। ଏମିତି କହି ଟିକି ଚଢ଼େଇ ସେଠୁ ଶୋଇବାକୁ ଚାଲିଗଲା। ଏମିତି ସେ ଦିନ କଟିଲା। ପରଦିନ ସକାଳ ହେଲା। ଡୋମା, ତମେ ଯାଅ, ଆଉ ସେ ଟିକିର ଲିଚୁ କୋଳି ଗଛରୁ ଲିଚୁ କୋଳି ନେଇକି ଆସ। ହଁ ହଁ ମିନୁ, ମୁଁ ଯାଉଛି। ତମେ ରେଡି ହେଇକି ଥାଅ। ମୁଁ ଏଇ ଗଲି ଆଉ ଏଇ ଲିଚୁ କୋଳି ନେଇକି ଆସିଲି। ହଁ, ଯାଅ। ଏହା ପରେ ଚିଲ ସେଠୁ ନଈକୂଳ ଆଡକୁ ଗଲା ଏବଂ ଟିକେ ସମୟ ପରେ ସେଠି ପହଞ୍ଚିଲା। ଆରେ, ଏ ଗଛ ମୂଳେ କଣ ଏତେ ସାରା ଲିଚୁ କୋଳି ପଡିଛି? ଯାହା ହେଉ, ଭଲ ହେଲା, ମତେ ଆଉ ଲିଚୁ କୋଳି ତୋଳିବାକୁ ପଡିବନି। ଯାଉଛି, ସେ ଟିକି ଆସିବା ପୂର୍ବରୁ ଏ ସବୁ ଲିଚୁ କୋଳି ତୋଳି ନେଇ ଏଠୁ ଚାଲିଯିବି। ଏମିତି କହି ଡୋମାଚିଲ ତଳେ ପଡିଥିବା ଲିଚୁ କୋଳି ଗୁଡିକ ଏକାଠି କଲା ଏବଂ ତାକୁ ଧରି ସେଠୁ ଚାଲିଗଲା। ଯାରେ ପୁଅ ଯା, ତାକୁ ଖାଇଲେ ଏବେ ପାନେ ପାଇବୁ। ମିନୁ, ଏଇ ଦେଖ, ମୁଁ କେତେ ସାରା କୋଳି ଆଣିଛି। ଆସ, ଆମେ ଏକୁ ମିଶିକି ଖାଇଦବା। ହଁ ହଁ, ଆସ କୋଳି ଖାଇବା। ଏହା ପରେ ଡୋମା ଓ ମିନୁ ସେ କୋଳି ଖାଇବାକୁ ଲାଗିଲେ।
ସେମାନେ ଯେମିତି କୋଳି ଖାଇଛନ୍ତି ସେମାନଙ୍କ ଥଣ୍ଟ ବଙ୍କା ହେଇଗଲା ଓ ସେ କୋଳି ଭିତରୁ ଖାଲି ମାଟିଆ ଗୋଡ଼ି ବାହାରିଲା। ଆଲୋ ମାଲୋ, ମୋ ଥଣ୍ଟ ବଙ୍କା ହେଇଗଲା। ମିନୁ, ମୋ ଥଣ୍ଟ ବି ବଙ୍କା ହେଇଗଲା। ହେଲେ ମିନୁ, ଏ କୋଳି ଭିତରକୁ ଏ ଗୋଡ଼ି ଆସିଲା କେମିତି? ତମେ କେଡେ ବୋକା, ତମେ କଣ ଜାଣିପାରୁନ? ସେ ଟିକି ଲିଚୁ କୋଳି ଖାଇଦେଇ ତା ଖୋପି ଭିତରେ ଗୋଡ଼ି ଭରି କରିଦେଇଛି, ଆଉ ସେଥିପାଇଁ ଆମ ଥଣ୍ଟ ବଙ୍କା ହେଇଗଲା। ମିନୁର କଥା ଶୁଣି ଚିଲ ରାଗିଗଲା ଓ ସେ ସିଧା ନଈ କୂଳକୁ ଚାଲିଲା। ଟିକି ମାଛ ସହ କଥାବାର୍ତ୍ତା ହେଉଥାଏ। ହଠାତ୍ ଚିଲ ସେଠି ପହଞ୍ଚି ଟିକିର ଘରକୁ ଭାଙ୍ଗିଦେଲା ଓ ସେଠୁ ଚାଲିଗଲା। ଆରେ, ସେ ଦୁଷ୍ଟ ଚିଲ ତମ ଘର ଭାଙ୍ଗିଦେଲା। ଏବେ ମୁଁ କଣ କରିବି? କୋଉଠି ରହିବି? ଟିକି, ତୁ କିଛି ଚିନ୍ତା କରନା। ମୁଁ ତତେ ଗୋଟେ ଘର ଦେବି, ତୁ ସେଥିରେ ରହିବୁ। ତୁ ତ ମାଛ, ଆଉ ତୁ ପାଣିରେ ରହୁ। ତୁ କୋଉଠୁ ଘର ଆଣିବୁ ଯେ ତୁ ମତେ ଘର ଦବୁ? ଟିକି, ତୁ ଏଇଠି ଅପେକ୍ଷା କର, ମୁଁ ତୋ ପାଇଁ ଘର ନେଇକି ଆସୁଛି। ଏମିତି କହି ମାଛ ପାଣି ଭିତରକୁ ଚାଲିଗଲା ଓ ଟିକେ ସମୟ ପରେ ସେ ଗୋଟେ ଲିଚୁ ଘର ନେଇକି ଆସିଲା। ଆରେ ବା, ଏ ତ ଗୋଟେ ଲିଚୁ ଘର। ମାଛ, ତୁ ଏ ଘର କେମିତି ତିଆରି କଲୁ? ମୁଁ ପ୍ରତିଦିନ ଯୋଉ ଲିଚୁ କୋଳି ଖାଏ ତା ଚୋପା ମୁଁ ସାଇତି ରଖେ, ଆଉ ସେଥିରେ ଖେଳି ଖେଳି ମୁଁ ଏ ଘର ତିଆରି କରିଥିଲି। ଯାହା ହେଉ, ଏବେ ଏ ଘର ତ କାମରେ ଆସିଲା। ଧନ୍ୟବାଦ, ଧନ୍ୟବାଦ ମାଛ। ତୋର ଏଇ ଉପକାର ମୁଁ କେବେ ସୁଝି ପାରିବିନି। ଆରେ, ମୁଁ ତ ତୋଠୁ ପ୍ରତିଦିନ ମାଗଣାରେ କୋଳି ଖାଏ, ତା ଆଗରେ ଏ ଘର କଣ? ଯା, ଏ ଘରେ ଏବେ ତ ଶାନ୍ତିରେ ରହ। ମାଛର କଥା ଶୁଣି ଟିକି ସେ ଲିଚୁ ଘରକୁ ଗଲା ଓ ସେ ଘରେ ଖୁସିରେ ରହିଲା। ଜଗୁ କାଉ ତାର ସାଙ୍ଗ ଟିକି ଚଢେଇ ସହ ଗୋଟିଏ ନଈ କୂଳରେ ବସି କଥାବାର୍ତ୍ତା ହେଉଥାଏ। ଆରେ ଟିକି, ତୁ କେତେ ଝଡ଼ି ଗଲାଣୁ, ଖାଉନୁ ପିଉନୁ କି? ନା, ଆମ ଘରେ କଣ ରୋଷେଇ ହଉଛି ଯେ ମୁଁ ଖାଇବି? ତମ ଘରେ ଯଦି ରୋଷେଇ ହଉନି ତାହେଲେ ଚାଲୁନୁ ଆମ ଘରକୁ, ଖାଇକି ଆସିବୁ। ହାକ୍, ବେଶୀ କଥା କହୁଛୁ। ତୁ ତ ସବୁବେଳେ ଖାଉଛୁ, ଆଉ ତୁ କାଇଁ ମୋଟା ହଉନୁ? ଆରେ ଚାଲ ଯିବା, ଆଜି ତମ ଘର ଆଡୁ ବୁଲି ଆସିବା। ଚାଲୁନୁ ଚାଲ, ଆଜି ମା ମୋ ପାଇଁ ଅଣ୍ଡା ଭଜା କରିଥିବ, ତାକୁ ଖାଇକି ଆସିବା। ଅଣ୍ଡା ଭଜା? ଅଣ୍ଡା ଭଜା ତ ମତେ ବହୁତ ଭଲ ଲାଗେ। ଚାଲ ଚାଲ, ଆଉ ଡେରି ନକରି ଚାଲ ଯିବା। ଅଣ୍ଡା ଭଜା କଥା ଶୁଣି ମୋ ପାଟିରୁ ଲାଳ ବୋହିଲାଣି। ଏହା ପରେ ଜଗୁ ଓ ଟିକି ସେଠୁ ଚାଲିଗଲେ। ଆସିଗଲ ତୁମେ ମାନେ, ଭଲ ହେଲା। ଆରେ ଜଗୁ, ଆସ, ଟିକିର ତୋର ଏଇଠି ବସ। ମୁଁ ଅଣ୍ଡା ଭଜା କରିଛି, ଖାଇ ନବ। ମା, ତୁମେ ଜାଣିଛ ଜଗୁ ତ ଅଣ୍ଡା ଭଜା ଖାଇବ ବୋଲି ଆସିଛି। ସତରେ ଜଗୁ, ତୁମେ ଅଣ୍ଡା ଭଜା ଖାଇବାକୁ ଆସିଛ? ଜଗୁ ମୁହଁକୁ ତଳକୁ କରି ବସିଲା। ଆରେ ଜଗୁ, ତୁମେ ଲାଜ କରନି, ବସ ଏଇଠି, ମୁଁ ତୁମ ପାଇଁ ଅଣ୍ଡା ଭଜା ଆଣୁଛି। ଏହା ପରେ ମା ଜଗୁ ଓ ଟିକି ପାଇଁ ଅଣ୍ଡା ଭଜା ଆଣିଲେ ଓ ସେମାନେ ମନ ଖୁସିରେ ଖାଇଲେ। ମାଉସୀ, ଏ ଅଣ୍ଡା ଭଜା ତ ବହୁତ ସ୍ୱାଦିଷ୍ଟ ହେଇଛି। ମାଉସୀ, ଏ ଅଣ୍ଡା କୋଉଠି ମିଳୁଛି? ମତେ କୁହ, ମୁଁ ମୋ ମାକୁ କହି ଅଣ୍ଡା କିଣି ଆଣିବି। ଆରେ ପୁଅ, ଏ ଅଣ୍ଡା ଏଠି କୋଉଠି ମିଳୁନି। ମୁଁ ଦୂର ଜଙ୍ଗଲକୁ ଯାଇଥିଲି, ସିଆଡୁ ନେଇ ଆସିଥିଲି। ମା, ତୁମେ ଆଉ ଯେତେବେଳେ ଦୂର ଜଙ୍ଗଲକୁ ଯିବ, ଜଗୁ ପାଇଁ ବି କିଛି ଅଣ୍ଡା ନେଇ ଆସିବ। ଠିକ ଅଛି, ମୁଁ ସିଆଡେ ଗଲେ ତୁମ ପାଇଁ ଅଣ୍ଡା ନେଇ ଆସିବି। ଚାଲ ଜଗୁ, ଏବେ ବୁଲିବାକୁ ଯିବା। ଏହା ପରେ ସେମାନେ ପୁଣି ଥରେ ଜଙ୍ଗଲ ଭିତରକୁ ଉଡ଼ିଗଲେ ଓ ବୁଲାବୁଲି କଲେ ଏବଂ ସଞ୍ଜ ବେଳକୁ ଯିଏ ଯାହାର ଘରକୁ ଫେରିଗଲେ। ଆରେ ପୁଅ, ଆଜି କଣ ଭାରି ଖୁସି ଜଣା ପଡୁଛୁ। କଣ ହେଇଛି ତୋର? ମା, ଆଜି ମୁଁ ମୋ ସାଙ୍ଗ ଟିକି ଘରକୁ ଯାଇଥିଲି। ତୁମେ ଜାଣିଛ ମା, ଟିକି ଘରେ ଆଜି ଅଣ୍ଡା ଭଜା ହେଇଥିଲା, ଆଉ ମୁଁ ମନ ଭରି ଅଣ୍ଡା ଭଜା ଖାଇଲି। ଓ, ସେଥିପାଇଁ ତ ମନ ଭାରି ଖୁସି, ନାଇଁ? ହଉ, ଏବେ ଶୋଇପଡ। ହଁ ମା, ମତେ ବି ନିଦ ଲାଗିଲାଣି। ଏହା ପରେ ଜଗୁ ନିଗଡ଼ ନିଦରେ ଶୋଇଗଲା। ଅଧରାତି ହେଲା। ଜଗୁ ସ୍ୱପ୍ନରେ ଦେଖିଲା ତା ଆଗରେ ବହୁତ ଅଣ୍ଡା ଥୁଆ ହେଇଛି। ଆରେ ବା, ଏତେ ସାରା ଅଣ୍ଡା। ଯାଉଛି ଏଥିରୁ କିଛି ଅଣ୍ଡା ନେଇଯିବି, ଆଉ ଘରେ ମନ ଭରି ଖାଇବି। ହେଲେ ଇଏ ତ ବହୁତ ବଡ ଅଣ୍ଡାର ଥାକ, ଏଥିରୁ କେମିତି କାଢିବି? ହଁ, ଏଇ ତଳୁ ଗୋଟେ ଥାକ ନେଇଯିବି।
ଏମିତି କହି ସେ ସେହି ଅଣ୍ଡା ଥାକରୁ ଅଣ୍ଡା କାଢିଲା। ହଠାତ୍ ସେ ଥାକ ହଲିଲା ଓ ଜଗୁ ଉପରେ ଗଳି ପଡିଲା। ଆ ଆ ମରିଗଲି, ବଞ୍ଚାଅ ମା, ବଞ୍ଚାଅ। ଜଗୁର ଏମିତି ପାଟି ଶୁଣି ମା କାଉ ଉଠିଗଲା। ଜଗୁ, ଏ ଜଗୁ, କଣ ହେଲା ତୋର? ଜଗୁ ନିଦରୁ ଉଠିଲା। ପୁଅ, ତୁ ଏମିତି ପାଟି କଲୁ କାହିଁକି? ମା ମା, ମୁଁ ସ୍ୱପ୍ନ ଦେଖିଲି ତ, ସେଥିପାଇଁ ପାଟି କଲି। କଣ ସ୍ୱପ୍ନ ଦେଖିଲୁ? ମା, ମୁଁ ଦେଖିଲି ମୋ ଆଗରେ ବହୁତ ସାରା ଅଣ୍ଡା ଥାକ ଥିଲା, ଆଉ ମୁଁ ଅଣ୍ଡା କାଢୁ କାଢୁ ସେ ସବୁ ଅଣ୍ଡା ମୋ ଉପରେ ଗଳି ପଡିଲା। ହି 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 ହି। ପାଗଳଟା। ହଉ, ଏବେ ଶୋଇପଡ, ରାତି ହେବାକୁ ଆହୁରି ବହୁତ ସମୟ ଅଛି। ଏମିତି ସେ ରାତି ପାହି ପରଦିନ ସକାଳ ହେଲା। ଜଗୁ, ଆସ କିଛି ଖାଇ ନବୁ, ତାପରେ ଖେଳିବାକୁ ଯିବୁ। ନା ମା, ମୁଁ କିଛି ଖାଇବିନି। ଯଦି ମତେ ଅଣ୍ଡା ଭଜା ଦବ ତାହେଲେ ମୁଁ ଖାଇବି। ଆରେ ପୁଅ, ମୁଁ ଏବେ ଅଣ୍ଡା କୋଉଠୁ ଆଣିବି? ଆସେ କିଛି ଦାନା ଖାଇଦେ। ନା, ମୁଁ ଉପାସ ରହିବି ପଛେ ଅଣ୍ଡା ଭଜା ଖାଇବି। ଅଣ୍ଡା ଭଜା ବ୍ୟତୀତ ମୁଁ କିଛି ଖାଇବି ନାହିଁ। ଓହୋ, କାଇଁ ଅଝଟ ହେଉଛୁ କହିଲୁ? ଆସେ ଖାଇନେ। ମା ଯେତେ ବୁଝେଇଲେ ମଧ୍ୟ ଜଗୁ ବୁଝିଲା ନାହିଁ। ଶେଷରେ ମା ଅଣ୍ଡା ଆଣିବାକୁ ଦୂର ଜଙ୍ଗଲକୁ ଗଲା। କିଛି ବାଟ ଗଲା ପରେ କାଳି ଥକା ହୋଇ ଗୋଟିଏ ଗଛ ଉପରେ ବସିଲା। ଓଃ, କି ଖରା! ମୋ ଦେହ ମୁଣ୍ଡ କଣ ହେଇଯାଉଛି। ଏ ଟୋକା ଏତେ ଜିଦିଆ ହେଲାଣି ଯେ ଆଉ ଜମା ବି ବୁଝୁନି। ହଠାତ୍ କାଳି ଦେଖିଲା ଦୂରରେ ଗୋଟିଏ ଚଢେଇ ଖରାରେ ମୁଣ୍ଡ ବୁଲେଇ ହୋଇ ତଳେ ପଡିଗଲା। ହେ ପ୍ରଭୁ, ସେ ଚଢେଇର କଣ ହେଲା? ଏହାପରେ କାଳି ତରତର ହୋଇ ସେଠାକୁ ଗଲା ଓ ଦେଖିଲା ଗୋଟିଏ ବୃଦ୍ଧ ବ୍ରାହ୍ମଣ ଚଢେଇ ଅଚେତ ହୋଇ ପଡିଛି। ଆରେ, ଇଏ ତ ଅଚେତ ହୋଇଛନ୍ତି। କାଳି ଦେଖିଲା ତାଙ୍କ ବ୍ୟାଗରେ ଗୋଟିଏ ପାଣି ବୋତଲ ରହିଛି। ଏହାପରେ କାଳି ସେହି ପାଣି ବୋତଲକୁ କାଢି ବ୍ରାହ୍ମଣ ଚଢେଇ ମୁହଁରେ ପାଣି ଢାଳିଲା ଓ ବ୍ରାହ୍ମଣ ଚଢେଇର ଚେତା ଫେରିଲା। ଧନ୍ୟବାଦ ଚଢେଇ, ତୁମେ ମୋ ଜୀବନ ବଞ୍ଚେଇଥିବାରୁ। ଆରେ ଆପଣ ତ ଏତେ ବୃଦ୍ଧ ହେଲେଣି, ଆପଣ କାହିଁକି ଏ ଖରାରେ ବୁଲୁଛନ୍ତି? ମୁଁ ବୁଲୁନି, ମୁଁ ଗୋଟେ କାମରେ ଯାଇଥିଲି। ତୁମକୁ ଧନ୍ୟବାଦ ଯେ ତୁମେ ମୋ ଜୀବନ ବଞ୍ଚେଇଦେଲ। ହଉ, ଆପଣ ଏବେ ଯାଆନ୍ତୁ, ମୁଁ ଅଣ୍ଡା ପାଇଁ ଯାଉଛି ଦୂର ଜଙ୍ଗଲକୁ। ତୁମେ ଏତେ ଦୂରକୁ ଯିବ କାହିଁକି? ମୁଁ ତୁମକୁ ଅଣ୍ଡା ଦେଇ ଦଉଛି। ଏମିତି କହି ବ୍ରାହ୍ମଣ ଚଢେଇ କିଛି ମନ୍ତ୍ର ପଢିଲେ ଓ ସେଠି ଗୋଟିଏ ବଡ ଅଣ୍ଡା ପ୍ରକଟ ହେଲା। ଆପଣ କିଏ? ଆଉ ଏ ଚମତ୍କାର କେମିତି? ନେ, ଏଇ ଅଣ୍ଡା ନେ, ମୁଁ ଯାଉଛି। ଆଉ କେତେବେଳେ ଦେଖା ହେଲେ ତତେ ସବୁ କହିବି। ଏହାପରେ ବ୍ରାହ୍ମଣ ଚଢେଇ ସେଠୁ ଚାଲିଗଲେ ଓ କାଳି ଅଣ୍ଡା ନେଇ ଆସିଲା। କିଛି ସମୟ ପରେ କାଳି ଆସି ବସା ଆଗରେ ପହଞ୍ଚିଲା। ହଠାତ୍ ସେହି ଅଣ୍ଡାଟି ତଳେ ପଡି ଭାଙ୍ଗିଗଲା। ଆରେ, ଇଏ କଣ ହେଇଗଲା? ଏତେ କଷ୍ଟରେ ମୁଁ ଅଣ୍ଡା ନେଇ ଆସିଲି, ଆଉ ଏଇଠି ଭାଙ୍ଗିଗଲା। ଏବେ ମୋ ପୁଅ କଣ ଖାଇବ? ମା, ତୁମେ ମୋ ପାଇଁ ଅଣ୍ଡା ଆଣିଲ? ମା ସବୁ କଥା ଜଗୁକୁ କହିଲା। ମିଛ ମିଛ, ସବୁ ମିଛ। ଯା, ମୁଁ ତୁମ ସହ ଆଉ କଥା ହେବିନି। ଏମିତି କହି ଜଗୁ ବାହାରକୁ ଆସିଲା। ହଠାତ୍ ସେ ଦେଖିଲା ତାଙ୍କ ଘର ପାଖରେ ଗୋଟିଏ ଗଛ ହୋଇ ସେଥିରେ ଧଳା ଧଳା ଫଳ ଫଳିଛି। ମା ମା, ଦେଖିବା ଆସ ଏଇ ଗଛକୁ। ଏଇ ଗଛ ତ ଏଠି ନଥିଲା, ଆସିଲା କେଉଁଠୁ? ମା ଆସିଲା, ସେ ବି ସେ ଗଛକୁ ଦେଖି ଆଶ୍ଚର୍ଯ୍ୟ ହେଲା। ଆରେ, ଇଏ କେମିତିକା ଗଛ? ଆଉ ଇଏ କୋଉଠୁ ଆସିଲା? ହଠାତ୍ ସେ ଗଛରୁ ସେହି ବ୍ରାହ୍ମଣ ଚଢେଇ ଆସିଲେ ଓ କହିଲେ, ଆରେ ମା କାଳି, ତୁ ମୋର ଜୀବନ ବଞ୍ଚେଇଥିଲୁ, ତେଣୁ ମୁଁ ତତେ ଗୋଟିଏ ଅଣ୍ଡା ଦେଇଥିଲି। ହେଲେ ମୁଁ କହିନଥିଲି ଯେ ଏହା ଗୋଟିଏ ଯାଦୁଇ ଅଣ୍ଡା ବୋଲି। ହେଲେ ଯେତେବେଳେ ଏ ଅଣ୍ଡାଟି ତଳେ ପଡି ଫାଟିଗଲା, ସେ ସଙ୍ଗେ ସଙ୍ଗେ ଗୋଟିଏ ଅଣ୍ଡା ଗଛ ପାଲଟିଗଲା। ଏବେ ତୁ ଏ ଗଛରୁ ସବୁବେଳେ ଅଣ୍ଡା ଖାଇବୁ। ତତେ ଆଉ ଅଣ୍ଡା କିଣିବାକୁ ପଡିବ ନାହିଁ। ଏମିତି କହି ବ୍ରାହ୍ମଣ ଚଢେଇ ଅଦୃଶ୍ୟ ହୋଇଗଲେ। ମା ମା, ଚାଲ, ଏବେ ଏ ଗଛରୁ ଅଣ୍ଡା ତୋଳି ମତେ ଖାଇବାକୁ ଦିଅ। ଏହାପରେ କାଳି ସେହି ଗଛରୁ ଅଣ୍ଡା ତୋଳିଲା ଓ ଜଗୁକୁ ଖାଇବାକୁ ଦେଲା।